ମୁଁ କାଲି ଗୋଟେ ଜାଗାରେ ଗୋଟେ ଏମିତି ଦୃଶ୍ୟ ଦେଖିଲି, ମାନେ ସେ ଦୃଶ୍ୟ ଦେଖି ମାନେ ମୁଁ ନିଜକୁ ନିଜ ବି ବିଶ୍ୱାସ କରିପାରିଲିନି କି ଏତେ ତଳୁ ଖସିଗଲେଣି ବର୍ତ୍ତମାନ ଆମ ସମାଜର ଲୋକମାନେ। ମାନେ କ'ଣ କହିବି ଆଉ, ମାନେ କିଛି ଭାବି ବି ପାରୁନି। ଗୋଟେ ମା' ତିନିଟି ପୁଅକୁ ଜନ୍ମ ଦିଏ, ଏଇଆ ଭାବିକି କି ଯଦି ଗୋଟେ ପୁଅ ଜନ୍ମ ଦେବି, ସେ କାଲି ମୋ କଥା ନ ବୁଝିଲା, ମୋତେ ନ ଦେଖିଲା, ମୋତେ ଆଉ ଗୋଟେ ପୁଅ ଦେଖିବ। ଯଦି ସିଏ ନ ଦେଖିଲା ତ ଆଉ ଗୋଟେ ପୁଅ ନିଶ୍ଚିତ ଦେଖିବ। ଏମିତି ଭାବି ସେ 3ଟି ପୁଅ ଜନ୍ମ କରିଥିଲା। କିନ୍ତୁ ତା'ର ବୃଦ୍ଧା ଅବସ୍ଥାରେ ଏମିତି ପରିସ୍ଥିତି ହେଇଗଲା ଯେ ଯେତେବେଳେ ତା ହାତ ଗୋଡ଼ ରହିଗଲା, ପାରାଲିସିସ୍ ହେଇଗଲା, ଏବେ 2ଟି ପୁଅ ତାକୁ ହାତ ଛାଡ଼ିଦେଲେ, ଟୋଟାଲ୍ ମନା କରିଦେଲେ ତୁ ଆମ ଘରକୁ ଆସିବୁନି, ଆମେ ତୋତେ ସମ୍ଭାଳି ପାରିବୁ ନାହିଁ। ଆଉ ବାକି ଯେଉଁ ଗୋଟିଏ ପୁଅ ରହିଲା, ସିଏ ନେଇକି ମାଆକୁ, ନିଜେ ପୁଅ ନେଇକି ନିଜେ ମାଆକୁ ବୃଦ୍ଧା ଆଶ୍ରମକୁ ନେଇକି ଯାଉଛି ଛାଡ଼ିବା ପାଇଁ। ତାକୁ ଯେତେବେଳେ ସେଠି ପଚାରା ଯାଉଛି କି ତମେ ତାଙ୍କର ପୁଅ? ହଁ। ତ ପୁଅ ହେଇକି ମାଆକୁ କେମିତି ନେଇକି ଆସୁଛ ବୃଦ୍ଧା ଆଶ୍ରମକୁ ଛାଡ଼ିବା ପାଇଁ? ନା ହେଉଛି ମୁଁ ତାକୁ ସମ୍ଭାଳି ପାରିବିନି। ଆରେ ଏଇଟା କେମିତିକା ଲଜିକ୍? ତାକୁ ସମ୍ଭାଳି ପାରିବନି ମାନେ ତମ ମାଆଟାକୁ ତମେ ସମ୍ଭାଳି ପାରିବନି? ମାଆକୁ ସମ୍ଭାଳିବା ପାଇଁ ଏଇଖିଣା ପୁଅମାନଙ୍କ ପାଖରେ ସମୟ ନାହିଁ, ତାଙ୍କ ସେବା କରିବା ପାଇଁ ସମୟ ନାହିଁ। ତାକୁ ପଚରାଗଲା କାରଣ କ'ଣ? ନା ମୋ ସ୍ତ୍ରୀ ଅସୁସ୍ଥ। ଯଦି ସ୍ତ୍ରୀଟା ଅସୁସ୍ଥ ରହୁଛି ତ ସ୍ତ୍ରୀର ସେବା କରିପାରୁଛ, ହେଲେ ମାଆର ସେବା କରିପାରିବନି? ନା ମୁଁ 2 ଜଣଙ୍କର ସେବା କରିପାରିବିନି। ହଉ ଠିକ୍ ଅଛି, ତାହେଲେ ତମ ସ୍ତ୍ରୀକି ଆଣିକି ବୃଦ୍ଧା ଆଶ୍ରମ ଛାଡ଼ିଦିଅ, ମାଆକୁ ନେଇଯାଅ ସମ୍ଭାଳିବ। ନା, ମୋ ସ୍ତ୍ରୀକି ଛାଡ଼ିପାରିବେନି। ବଡ଼ ଆଶ୍ଚର୍ଯ୍ୟ କଥା, ସ୍ତ୍ରୀକି ଛାଡ଼ିପାରିବନି କିନ୍ତୁ ମାଆକୁ ଛାଡ଼ିପାରିବ। ମାନେ ଏମିତି ଅଦ୍ଭୁତ ମଣିଷ ମୁଁ କାଲି ପ୍ରଥମ ଥର ପାଇଁ କାଲି ଦେଖିଲି। ତାକୁ ମାନେ ଚଏସ୍ କରିବା ପାଇଁ କୁହାହେଲା କି ସ୍ତ୍ରୀ ଆଉ ମାଆ ଭିତରେ, ତ ସ୍ତ୍ରୀକି ଛାଡ଼ିବୁ ନା ମାଆକୁ ଛାଡ଼ିବୁ? କହିଲେ ମୁଁ ମାଆକୁ ବୃଦ୍ଧା ଆଶ୍ରମରେ ଛାଡ଼ି ଦେଇଉଛି, ତ ମାଆକୁ ରଖ, ମୁଁ ଯାଉଛି ମୋ ସ୍ତ୍ରୀ ପାଖରେ ରହିବି। ମାନେ ସେ ଦୃଶ୍ୟ ଦେଖିକି ମାନେ ଦୁଃଖ ତ ଲାଗିଲା ଯେତିକି, କାନ୍ଦ ବି ମାଡ଼ିଲା ସେତିକି, ରାଗ ବି ମାଡ଼ିଲା ସେତିକି। କ'ଣ କରାଯିବ? ମାନେ ସମାଜ ଏତେ ମାନେ ତଳକୁ ଖସିଗଲେଣି ପିଲାମାନେ, କ'ଣ କୁହା, ମାନେ ବାପା ମାଆଙ୍କର ସେବା କରିବା ପାଇଁ ବି ଚାହୁଁନାହାନ୍ତି ପିଲାମାନେ। ଏ କଳି ଯୁଗର ଏତେ କଳିକାଳ ବଢ଼ିଗଲାଣି, ଧାରଣା ବାହାରେ। ଆପଣମାନଙ୍କୁ ଏତିକି ରିକ୍ୱେଷ୍ଟ କରୁଛି, ଏମିତିକା ଭୁଲ କରନ୍ତୁ ନାହିଁ। ବାପା ମାଆଙ୍କର ଧ୍ୟାନ ରଖନ୍ତୁ, ବାପା ମାଆଙ୍କର ସେବା କରନ୍ତୁ। ବାପା ମାଆଙ୍କ ସେବା ହେଉଛି ମାଧବଙ୍କ ସେବା। ତ ଯିଏ ବାପା ମାଆଙ୍କର ସେବା ନ କଲା, ବାପା ମାଆଙ୍କର ଆଶୀର୍ବାଦ ନ ପାଇଲା, ସେ ଜୀବନରେ କିଛି ବି କରିପାରିବନି। ଯଦି ଆପଣଙ୍କୁ ଏ କଥାଟି ସତ ଘଟଣା, କୌଣସି ଗପ ଭାବିବେନି, ଘଟଣାଟି ସତ। ଯଦି ଆପଣଙ୍କୁ ମୋ ଭିଡ଼ିଓ ଭଲ ଲାଗିଥିବ ତେବେ ଲାଇକ୍ ସବସ୍କ୍ରାଇବ୍ କରିବା ପାଇଁ ଜମା ଭୁଲିବେନି, ଆଉ ଭିଡ଼ିଓଟିକୁ ସେୟାର କରିଦେବେ ଯେମିତି ଅନ୍ୟମାନଙ୍କ ପାଖକୁ